ରୀମା ଓ ରୀମା ଦୁଇ ଭଉଣୀ ଥିଲେ। ସେମାନେ ବାପା ରମାକାନ୍ତ ଓ ମା ସୁମତି ସହିତ ରହୁଥିଲେ। ତାଙ୍କ ବାପା ଗୋଟେ ଚାଉଳ ମିଲରେ କାମ କରୁଥିଲେ। ଗୋଟିଏ ଦିନ ସେ ମିଲରେ ନିଆଁ ଲାଗିଗଲା ଆଉ ସେଠି କାମ କରୁଥିବା 3 ଜଣ ଲୋକ ଜଳି ଯାଇଥିଲେ। ସେମାନଙ୍କ ଭିତରୁ ରମାକାନ୍ତ ଜଣେ ଥିଲା। ରମାକାନ୍ତ ମରିବା ପରେ ପରିବାର ବହୁତ କଷ୍ଟରେ ଚଳୁଥିଲେ। ତା ବାପା ରଖିଥିବା କିଛି ଟଙ୍କାରେ ସୀମାର ବାହାଘର ହେଲା। ତାପରେ ସୀମା ଶାଶୁ ଘରକୁ ଗଲା। ସେ ଆଉ ତା ମାଆକୁ ପୁରା ଭୁଲିଗଲା। ମା, ଆଜି ଘରେ କିଛି ଖାଇବାକୁ ନାହିଁ। ହଁ ଝିଅ, ମୁଁ ଜାଣିଛି ଆଜି ଦିନଟା କାମ କଲେ 1 ମାସର ଟଙ୍କା ଆଣିବି। ତୁ ଘରେ କ'ଣ ଥିବ ଖାଇଦେ, ମୁଁ ପାଣି ପିଇ ରହିଯିବି। ତାପରେ ସେ ଦିନଟା ମା ଝିଅ ପାଣି ପିଇ ରହିଲେ। ତା ପରଦିନ, ଝିଅ, ମୁଁ ସବୁ ରାସନ ଆଣିଛି, ତୁ ରୋଷେଇ ଆରମ୍ଭ କରେ। ମା, ତୁମେ ତ ପୁରା ଦିନ କାମରେ ରହୁଛ। ମୁଁ ଘରେ ପୁରା ଦିନ ଏକା ରହୁଛି। ଯେତେବେଳେ ଦିଦି ଥିଲା ତ କେତେ ମସ୍ତି କରୁଥିଲୁ। ଛାଡ଼େ ତା କଥା। ସିଏ ତ ଏବେ ବଡ଼ ଘରର ବୋହୂ। ଏବେ ସିଏ ଆଉ କ'ଣ ପାଇଁ ଏ ଗରିବ ମା ଭଉଣୀକି ପଚାରିବ? ହଁ ମା, ଆମକୁ ସାହାଯ୍ୟ କରିବା ଦୂରର କଥା, ସେ ତ ଆମ କଥା ଭାବୁ ବି ନଥିବ। ରୀମା, ଝିଅ କୁଆଡ଼େ ଗଲୁ? ପାଣି ଟିକେ ଆଣେ। ମା, ତୁମେ ଆସିଗଲ। ମା, ତୁମେ ତ ପୁରା ଥକି ଯାଇଛ। ଆଉ ତୁମେ ଏକା ଏ ଘର ଚାଲି ପାରିବନି। ଏଥର ମୁଁ ବି କାମ କରିବି। ଆଉ ଆମ ଦୁହିଁଙ୍କର ଟଙ୍କାରେ ଆମେ ଶାନ୍ତିରେ ରହିବା। ହେଲେ ହେଲେ ତୁ କି କାମ କରିବୁ? ମା, ମୁଁ ରୋଷେଇ କରିବି। ମୋ ହାତ ରନ୍ଧା ତ ତମକୁ ବି ଭଲ ଲାଗେ ନା? ତାପରେ ରୀମା ଘର କାମ ସାରି ସକାଳୁ ସକାଳୁ ତା କାମକୁ ବାହାରିଲା। ସେ ଦାସ ଫ୍ୟାମିଲିକୁ ରୋଷେଇ କରିବାକୁ ଗଲା। ସେ ସହରର ସବୁଠାରୁ ଧନୀ ଫ୍ୟାମିଲି ଥିଲା। ସେ ଘରେ 4 ଜଣ ରହୁଥିଲେ। ମା ରାଗିଣୀ, ପୁଅ ଅନୁରାଗ ଓ ବାପା ରମେଶ ଓ ଝିଅ ଚୁମ୍କି। ତୁମ ନାମ କ'ଣ? ମା, ମୋ ନାଁ ରୀମା। ଶୁଣ ରୀମା, ଠିକ୍ ସେ ଖାଇବା ବନେଇବ। ଖାଇବାରେ ବେଶୀ ତେଲ କି ମସଲା କରିବନି। ଆଉ ଯାହା ବଳିବ ଘରକୁ ନେଇଯିବ। ମା, ମୁଁ ସନ୍ଧ୍ୟାରେ ଘରକୁ ଜଲ୍ଦି ପଳେଇବି। କାହିଁକି ନା ରାତି ହେଲେ ମୋତେ ବହୁତ ଡର ଲାଗେ। ପ୍ରଥମେ ରୋଷେଇ କାମ ସାର। ରାନୀ ନେଇଥିବା ଖାଇବା ଖାଇ ସେ ଶୋଇ ଯାଉଥିଲେ। ଗୋଟିଏ ଦିନ ରାଗିଣୀ ରୀମାକୁ କହିଲା, ଆଜି 2 ଜଣ ଗେଷ୍ଟ ଆସିବାର ଅଛି। ଟିକେ ଅଧିକ ଆଇଟମ୍ କରିବ। ହଁ, ରୋଷେଇରେ କିଛି ମିଷ୍ଟେକ୍ କରିବନି। ମା, ଗୋଟେ କଥା ପଚାରିବି? ହଁ, ପଚାର। ମୁଁ ଶୁଣିଛି ଏଠି 4 ଜଣ ରୁହନ୍ତି। ହେଲେ ତୁମେ ତ ଏଠି ଏକା ହିଁ ରହୁଛ। ହଁ, ମୋ ପୁଅ ଏବେ ବାହାରେ ପଢ଼ୁଛି। ଆଉ ମୋ ଝିଅ ତା ଶାଶୁ ଘରେ। ଆଉ ମୋ ସ୍ୱାମୀ ବିଜନେସରେ ବାହାରେ ରହୁଛନ୍ତି। ତାପରେ ସେ ସେଠାରୁ ଚାଲିଗଲେ। ରୀମା ମଧ୍ୟ ରୋଷେଇରେ ଲାଗି ପଡ଼ିଲା। ସେ ସେଦିନ ଏତେ ଖାଇବା ବନେଇଲା ଯେ ସେ ଘରକୁ ଯିବା ବେଳକୁ ପୁରା ରାତି ହୋଇଗଲାଣି। ହେ ଭଗବାନ, କେତେ ଲେଟ୍ ହୋଇଗଲାଣି। ମା ମୋତେ ଅପେକ୍ଷା କରିଥିବେ। ସେ ରାସ୍ତାରେ ଯାଉଥିବା ସମୟରେ ଗୋଟେ ଗୁଣ୍ଡା ତା ପଛରେ ପଡ଼ିଲା। ଏ ସୁନ୍ଦରୀ, ଟିକେ ଆମ ଆଡ଼େ ଆସ। ଶୁଣ ମୋ ଟିକେ। ଠିକ୍ ସେ ସମୟରେ ସେଠାକୁ ଅନୁରାଗ ଆସିଲା। ସେ ଗୁଣ୍ଡାକୁ ମାଡ଼ ମାରି ତଡ଼ିଦେଲା। ସେ ଏତେ ସୁନ୍ଦର ଥିଲା ଯେ ଅନୁରାଗ ତା ପ୍ରେମରେ ପଡ଼ିଗଲା। ହ୍ୟାଲୋ, ତୁମେ ଏତେ ରାତିରେ କାହିଁକି ଏକା ବୁଲୁଛ? ନା, ସେ କଥା କ'ଣ କି, ମୁଁ ମୋ କାମ ସାରି ଘରକୁ ଫେରୁଥିଲି। ସେତିକି ବେଳେ ଗୁଣ୍ଡା। ତୁମ ଘର କୋଉଠି? ଏଇ ପାଖରେ। ହଉ ଚାଲ, ମୁଁ ତମକୁ ସେଠି ଛାଡ଼ିଦେବି। ତାପରେ ସେମାନେ ରୀମାର ଘରକୁ ଗଲେ। ଅନୁରାଗ ରୀମାକୁ ଛାଡ଼ି ସେ ତା ଘରକୁ ଗଲା। ସେଦିନ ହୋଇଥିବା ସବୁ କଥା ରୀମା ତା ମାଆକୁ କହିଲା। ତା ପରଦିନ ଯେବେ ରୀମା କାମକୁ ଗଲା, ସେଠି ଅନୁରାଗ ରୀମାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ହାୟ, ତୁମେ ଏଠି କେମିତି? ସେ ରୀମାକୁ ଦେଖି ବହୁତ ଖୁସି ହୋଇଗଲା। ଅନୁରାଗ, ଇଏ ରୀମା ଆମ ଘରେ ଯିଏ ସବୁଦିନ ଖାଇବା ବନାଏ। ରୀମା, ଇଏ ଅନୁରାଗ ମୋ ପୁଅ। ତାପରେ ରୀମା ଖାଇବା ବନେଇବାକୁ କିଚେନକୁ ଗଲା। ତା ପଛେ ପଛେ ଅନୁରାଗ ବି କିଚେନକୁ ଗଲା। ଆପଣ ଏଠି କ'ଣ କରୁଛନ୍ତି? କିଛି ଦରକାର ଥିଲା କି? ରୀମା, ମୁଁ ତମକୁ ଭଲ ପାଏ। ତୁମେ ମୋତେ ବାହା ହବ କି? ଦେଖନ୍ତୁ, ଆପଣ ଏତେ ବଡ଼ ଘରର ପୁଅ, ମୁଁ ସାଧାରଣ ଗରିବ ଘରର ଝିଅ। ଆମ ଭିତରେ ଆକାଶ ପାତାଳର ତଫାତ୍ ଅଛି। ତୁମ ମା ଜାଣିଲେ ମୋତେ କାମରୁ ବାହାର କରିଦେବେ। ରାଗିଣୀ ଏସବୁ ଶୁଣୁଥିଲା। ସେ ଆସିକି କହିଲା, ରୀମା, ମୁଁ ତୋ ମାଆକୁ ଡକେଇଛି, ସେ ଆସୁଥିବେ।
ଏକଥା ଶୁଣି ରୀମା ପୁରା ଡରିଗଲା। ତା ମା ଯେତେବେଳେ ଆସିଲେ, ସୁମତି, ମୁଁ ରୀମାକୁ ବୋହୂ କରିବାକୁ ଚାହୁଁଛି, ହେଲେ ଆମର ଏତେ କ୍ଷମତା ନାହିଁ। ତୁମେ ଏତେ ବଡ଼ ଲୋକ, ଆଉ ମୁଁ ଗରିବ। ରାଗିଣୀର ଭବିଷ୍ୟତରେ ଅସୁବିଧା ହୋଇପାରେ। ତାପରେ ରାଗିଣୀ ସୁମତିକୁ କହିଲା, ସେମିତି କିଛି ବି ହବନି। ରୀମା ମୋର ବହୁତ ପସନ୍ଦ, ଆଉ ମୋ ପୁଅର ବି। ତାପରେ ସେମାନଙ୍କର ଧୁମଧାମରେ ବାହାଘର ହେଲା। ସେମାନେ ଖୁସିରେ ରହିଲେ। ସୁମତି ଆଉ କାମ କଲାନି। ଦିନେ ସୀମା ରୀମାର ଘରକୁ ଆସି ପଚାରିଲା, ମା, କିଛି କାମ ମିଳିବ? ହଁ, କାମ ଅଛି, ହେଲେ ତୁମେ କରିପାରିବ ତ? ରୋଷେଇ କରିବାକୁ ପଡ଼ିବ। ସୀମା ଜାଣିନଥିଲା ଯେ ସେ ହେଉଛି ରୀମାର ଘର ବୋଲି। ସୀମା ରୋଷେଇ କରୁଥିବା ସମୟରେ, ଶୁଣ, ଆଜି ପଲଉ କରିବ। ସୀମା ଯେତେବେଳେ ବୁଲିକି ଚାହିଁଲା, ରୀମା, ତୁ? ସୀମା ଦିଦି, ତୋର ଏମିତି ଅବସ୍ଥା କେମିତି ହେଲା? ମୋ ସ୍ୱାମୀ ମୋତେ ଛାଡ଼ି ଦ୍ୱିତୀୟ ବିବାହ କଲେ। ମୋତେ ସେ ଘରୁ ବାହାର କରିଦେଲେ। ତାପରେ ରୀମା ସୀମା ହାତରେ କିଛି ଟଙ୍କା ଦେଇ ସୁମତି ପାଖକୁ ପଠେଇଲା। ରୀମା ପାଇଁ ଦୁଇ ପରିବାର ଖୁସିରେ ରହିଲେ। ଆପଣଙ୍କୁ ଯଦି ଏହି ଗପଟି ଭଲ ଲାଗିଲା, ତେବେ ଗପଟିକୁ ଲାଇକ୍ କରନ୍ତୁ। ଏହିଭଳି ଅନ୍ୟ କାର୍ଟୁନ ଦେଖିବା ପାଇଁ ଆମ ଚ୍ୟାନେଲ ଓଡ଼ିଆ କାର୍ଟୁନ ୱାର୍ଲ୍ଡକୁ ସବସ୍କ୍ରାଇବ୍ କରନ୍ତୁ।